जय जगन्नाथ। आज बलराम दासଙ୍କର ଅନ୍ୟ ଏକ ଗ୍ରନ୍ଥକୁ ଆମେ ଆଲୋଚନା କରିବା କ'ଣ ନା ବଉଳା ଅଧ୍ୟାୟ। ଠିକ୍ ଅଛି। ତ ନମସ୍କାର, ଆସନ୍ତୁ ବଉଳା ଅଧ୍ୟାୟ ବଉଳା ଗାଈ କଥା ଆପଣମାନେ ସମସ୍ତେ କମ୍ ବେଶିକି ଜାଣିଥିବେ ଯେ କିଭଳି ଭାବରେ ନିଜର ସତ୍ୟ ରକ୍ଷା କରିକି ସେ ବାଘ ପାଖକୁ ଫେରି ଆସିଥିଲା। ଠିକ୍ ଅଛି। ତ ଆସନ୍ତୁ ସଂକ୍ଷିପ୍ତରେ ଆମେ ଟିକେ ଜାଣିନେବା ବଉଳା ଗାଈ ବିଷୟରେ ବଳରାମ ଦାସ ଲେଖିଛନ୍ତି। ଏଇଟାକୁ ଲେଖିଛନ୍ତି କିଏ ନା ବଳରାମ ଦାସ। ଠିକ୍ ଅଛି। ଦେଖ, ବଳରାମ ଦାସଙ୍କର ଏକ କ୍ଷୁଦ୍ର ରଚନା ହେଉଛି ବଉଳ ଅଧ୍ୟାୟ, ବଉଳା ଅଧ୍ୟାୟ। ଏହା ଓଡ଼ିଶାର ସର୍ବତ୍ର ଲୋକପ୍ରିୟ, ମାନେ ସମସ୍ତେ କୁ ଜାଣନ୍ତି। ଏଥିରେ ସତ୍ୟ ଆଉ ଦାନର ମହିମା କୀର୍ତ୍ତନ କରାଯାଇଛି। ସତ୍ୟ ଆଉ ଦାନର ଗ୍ରନ୍ଥର ବିଷୟବସ୍ତୁ ହେଉଛି ସତ୍ୟ ବଳରେ ବଉଳା ଗାଈର କ୍ଷୁଧିତ ବ୍ୟାଘ୍ର କବଳରୁ କିଭଳି ମୁକ୍ତି ପାଇଛି। ଠିକ୍ ଅଛି। ଦିନେ କ'ଣ ହେଲା ନା ଯୁଧିଷ୍ଠିର ଓ ଜଗନ୍ନାଥଙ୍କର କଥୋପକଥନ ଶୈଳୀରେ ଏହା ରଚିତ, ମାନେ କୃଷ୍ଣ ଆଉ ଶ୍ରୀକୃଷ୍ଣ ଆଉ ଯୁଧିଷ୍ଠିରଙ୍କ କଥୋପକଥନ ମାନେ କଥାବାର୍ତ୍ତା ଶୈଳୀରେ ଆରମ୍ଭ ହୋଇଛି। କାଞ୍ଚି ଦେଶର ବିରଞ୍ଚି ନାମକ ବଣିଆର ଗାଈର ନାମ ଥିଲା ବଉଳା। କାଞ୍ଚି ଦେଶର ବିରଞ୍ଚି ନାମକ ବଣିଆର, କାଞ୍ଚି ଦେଶର ବିରଞ୍ଚି ବଣିଆର ଗୋଟେ ଗାଈ ଥିଲା, ସେ ଗାଈର ନାଁ ହେଲା ବଉଳା। ବଉଳା 4 ଦିନର ଏକ ବାଛୁରୀକୁ ଛାଡ଼ି ବଣକୁ ଚରିବାକୁ ଯାଇଛି। ତା ବାଛୁରୀଟେ ହେଇଛି 4 ଦିନର, ତାକୁ ଛାଡ଼ିକି ଯାଇଛି। ଫେରିବା ବାଟରେ ସେ ନିପୁଆ ନାମକ ବାଘ ହାବୁଡ଼ରେ ପଡ଼ିଛି। ଇଏ ନା ନିପୁଆ ନାମକ ଗୋଟେ ବାଘ ହାବୁଡ଼ରେ ପଡ଼ିଛି। ନିପୁଆ କ'ଣ କରିছে ନା 7 ଦିନ ଧରି କିଛି ଖାଇବାକୁ ନ ପାଇ ଉପବାସରେ ରହିଛି। 7 ଦିନ ହେଲା ସେ ଖିଆପିଆ କରିନି। ତେଣୁ ସେ ବଉଳାକୁ ପାଇ ଖୁବ୍ ଖୁସି ହୋଇଯାଇଛି ଏବଂ ବଉଳାର ମନେ ପଡ଼ିଯାଇଛି ତା ବାଛୁରୀ କଥା। ସେ କ୍ଷୀର ଖାଇବା ପାଇଁ ମାଆର ଫେରିବା ବାଟକୁ ଚାହିଁ ବସିଥିବ। କିଏ? ତା ଛୋଟିଆ ବାଛୁରୀଟି ବଉଳର। ଠିକ୍ ଅଛି। ତାପରେ ବଉଳା ବାଘ ଆଗରେ ସତ୍ୟ କରିଛି ଯେ ସେ ତା ବାଛୁରୀକୁ କ୍ଷୀର ଦେଇ ନିଶ୍ଚୟ ଫେରିଆସିବ। ତାପରେ ବାଘ ତାକୁ ଆହାର ରୂପେ ଗ୍ରହଣ କରିବ। କିନ୍ତୁ ବାଘ ବଉଳାକୁ ଅନୁମତି ଦେଇଛି ଏବଂ ସତ୍ୟ ପରୀକ୍ଷା ନିମନ୍ତେ ତାର ଫେରନ୍ତା ବାଟକୁ ସେ ଅପେକ୍ଷା କରି କ'ଣ କରିଛି? ରହିଛି। ତା ଫେରନ୍ତା ବାଟକୁ ସେ ଅପେକ୍ଷା କରିକି ରହିଛି। କିଛି ସମୟ ପରେ ବଉଳା ବାଘ ନିକଟକୁ ଫେରିଛି ଏବଂ ସେ ସତ୍ୟ ରକ୍ଷା କରିଥିବାରୁ ବାଘ ଖୁସି ହୋଇ ତାକୁ ଖାଦ୍ୟ ରୂପେ ଗ୍ରହଣ ନ କରି ଗୃହକୁ ଫେରିଯିବାକୁ କହିଛି ଏବଂ ବାଘ ଏହା ସତ୍ୟ କଥାରେ ଖୁସି ହେଇଗଲା। କାହିଁକିନା ବଉଳା ତାକୁ କହିଯାଇଥିଲା ମୋ ବାଛୁରୀ ମୁଁ କ୍ଷୀର ଦେଇକି ଆସିବି, ସତରେ ଚିଲା ହେଇଛି, ବାଘ ତାକୁ ଆଉ ଖାଇନେଇ ଛାଡ଼ି ଦେଇଛି। ବଉଳା ନ ଫେରି ବାଘକୁ ଏକ କାହାଣୀ ଶୁଣାଇଛି, ଯେଉଁଥିରେ ବିତେଶ୍ୱର ନାମକ ବଣିଆ ଅତିଥିଙ୍କୁ ଅନ୍ନଦାନ କରି ହରାଇଥିବା ନିଜର ପୂର୍ବ ଧନ ଜନ ଗୋପଲକ୍ଷ୍ମୀ ଇତ୍ୟାଦି ଫେରି ଯିବା କଥା ମଧ୍ୟ ବର୍ଣ୍ଣନା କରିଛି। ବଉଳା ନ ଫେରି ବାଘକୁ କାହାଣୀ ଶୁଣି ଦେଇଛି, ଯେଉଁଥିରେ ବିତେଶ୍ୱର ନାମକ ଗୋଟେ ବଣିଆ ଥିଲା, ଯିଏକି ଅତିଥିଙ୍କୁ ଅନ୍ନଦାନ କରି ହରାଇଥିବା ନିଜର ସବୁ କିଛି ପ୍ରାପ୍ତ କରିଛି। ତ ଯାହା ବି ହେଉ 143 ପଦ ବିଶିଷ୍ଟ ଏହି ରଚନାରେ ଅନ୍ୟ ରଚନା ଭଳି ଗୋଟେ ତାତ୍ତ୍ୱିକ ବ୍ୟାଖ୍ୟା ନାହିଁ, କିନ୍ତୁ ଓଡ଼ିଶାରେ ଏହା ଅତି ଲୋକପ୍ରିୟ। ନାଥ ସମ୍ପ୍ରଦାୟର ଯୋଗୀମାନେ ଭିକ୍ଷା ଯେତେବେଳେ କରନ୍ତି, ନାଥ ଯୋଗୀମାନେ ଏହି ବଉଳା ଗୀତଟିକୁ ମଧ୍ୟ ଗାଇଥାନ୍ତି। ପରବର୍ତ୍ତୀ ଅବସ୍ଥାରେ ଆମେ ମୃଗୁଣୀ ସ୍ତୁତିକୁ ମଧ୍ୟ ପଢ଼ିବା। ବହୁତ ସୁନ୍ଦର ବହିଟେ। ତ ଆଜି ପାଇଁ ଆମେ ବଉଳା ଅଧ୍ୟାୟକୁ ଜାଣିନେଲେ ସଂକ୍ଷିପ୍ତରେ। ଯେଉଁମାନେ ବଉଳା ଗାଈର ଗୀତ ବି ଅନେକ ଅଛି, ଯାଇ ଦେଖିନେବେ। ଠିକ୍ ଅଛି। ଧନ୍ୟବାଦ।